ସ୍ତ୍ରୀ ମାନେ କାହିଁକି ବିଧବା ହୋଇଥାନ୍ତି? ଦିନକର ଘଟଣା। ମହାଦେବ ଏବଂ ମାତା ପାର୍ବତୀ କୈଳାସରେ ବସିଛନ୍ତି। ସେଥିରେ ମାତା ପାର୍ବତୀ ମହାଦେବଙ୍କୁ ଏ ପ୍ରଶ୍ନ ପଚାରୁଛନ୍ତି, ହେ ଦେବଦେବ ମହାଦେବ, ସ୍ତ୍ରୀମାନେ କାହିଁକି ବିଧବା ହୋଇଥାନ୍ତି? ପୃଥିବୀ ପୃଷ୍ଠରେ କମ୍ ବୟସରେ ସ୍ତ୍ରୀମାନେ କାହିଁକି ବିଧବା ହୋଇଯାଉଛନ୍ତି? ଏହା ପଛର କାହାଣୀଟିଏ କ'ଣ ଅଛି? ସେଥିରେ ମହାଦେବ ମାତା ପାର୍ବତୀକି କହୁଛନ୍ତି, ହେ ଦେବୀ, ବର୍ତ୍ତମାନ ମୁଁ ତୁମକୁ ଗୋଟାଏ କାହାଣୀ ଶୁଣାଇବାକୁ ଚାହୁଁଛି। ମନ ଦେଇ କାହାଣୀଟିଏ ଶୁଣିବ। ଗୋଟାଏ ଗ୍ରାମରେ ଜଣେ ଲୋକର 3ଟି ଝିଅ ଥିଲା। 3ଟି ଝିଅ ଅତ୍ୟନ୍ତ କାର୍ଯ୍ୟ ଥିଲେ, ଅତ୍ୟନ୍ତ ସୁନ୍ଦରୀ ଥିଲେ ଏବଂ ତା'ର ବାପା ସେହି 3ଟି ଝିଅଙ୍କର ବାହାଘର କରାଇଥିଲା। ସେଥିରେ 2 ଜଣ ଝିଅ, ପ୍ରଥମ 2 ଜଣ ଝିଅ ବହୁତ ଖୁସିରେ ନିଜର ଜୀବନଯାପନ କଲେ, ତାଙ୍କ ସ୍ୱାମୀ ସହିତ ରହିଲେ। କିନ୍ତୁ ତାଙ୍କର ସବୁଠାରୁ ଛୋଟ ଝିଅ, ତା'ର ଭାଗ୍ୟ ବହୁତ ଖରାପ ପଡ଼ିଗଲା, ତା'ର ଦଶା ବହୁତ ଖରାପ ପଡ଼ିଗଲା। କାରଣ ତା'ର ସ୍ୱାମୀ ତା'ର ଅଳ୍ପ ବୟସରେ ମରିଗଲା ଏବଂ ସେ ବିଧବା ହୋଇ ରହିଲା। ସେ ବହୁତ ଦୁଃଖ କଷ୍ଟ କରି ତା'ର ଜୀବନଯାପନ କଲା। ସେଥିରେ ମହାଦେବ ମାତା ପାର୍ବତୀ କହୁଛନ୍ତି, ଏବେ ସେହି ସ୍ତ୍ରୀର ପୂର୍ବଜନ୍ମର କାହାଣୀଟେ ଶୁଣ। ଦେଖ, ପୂର୍ବଜନ୍ମରେ ସେ ସ୍ତ୍ରୀ ଥିଲା ଗୋଟେ ବ୍ରାହ୍ମଣ ଘରର ଝିଅ, ଯାହାର ନାମ ଥିଲା ସୁକନ୍ୟା। ସୁକନ୍ୟା ଦେଖିବା ପାଇଁ ବହୁତ ସୁନ୍ଦରୀ ଥିଲା, ବହୁତ ଡଉଲ ଡାଉଲ ଥିଲା ଏବଂ ତା'ର ବାପା ବ୍ରାହ୍ମଣ ଥିଲେ। ସେ ଜଣେ ରାଜା ପାଖରେ ପୁରୋହିତର କାମ କରୁଥିଲେ, ଯେଉଁଥିରେ କି ତାଙ୍କର ବହୁତ ଧନ ଉପାର୍ଜନ ହେଉଥିଲା। ସେଥିପାଇଁ ସେ ବହୁତ ଘମଣ୍ଡି ଥିଲେ। ତା ସହିତ ସହିତ ସୁକନ୍ୟା ମଧ୍ୟ ବହୁତ ଘମଣ୍ଡି ଥିଲା। ସେଥିରେ ସେ ରାଜ୍ୟରେ ଡେଙ୍ଗରା ପିଟାଇଲେ ଯେ ଯେଉଁ ବ୍ରାହ୍ମଣ ତାଙ୍କ ଝିଅକୁ ବାହାଘର କରିବ ସେ ତାଙ୍କ ଘରେ ଘରଜୁଆଁ ହୋଇ ରହିବ। ସେଥିରେ ବହୁତ ବ୍ରାହ୍ମଣମାନେ ଆସିଲେ ସୁକନ୍ୟାକୁ ଦେଖିବା ପାଇଁ। ସୁକନ୍ୟା ଯେହେତୁ ଦେଖିବା ପାଇଁ ଅତ୍ୟନ୍ତ ସୁନ୍ଦର ଏବଂ ଡଉଲ ଡାଉଲ ଥିଲା, ସେ ସମସ୍ତ ବ୍ରାହ୍ମଣଙ୍କର ବେଜ୍ଜତ କଲା, ସେମାନଙ୍କର ଇଜ୍ଜତ ଉତାରିଲା ଏବଂ ସେମାନଙ୍କୁ ସେଠାରୁ ବିଦା କରିଦେଲା। କିଛି ଦିନ ବିତିଗଲା ପରେ ଜଣେ ଲୋକ ଭିକ ମାଗିବାକୁ ଆସିଥିଲା। ଜଣେ ବ୍ରାହ୍ମଣ ଭିକ ମାଗିବା ପାଇଁ ତା ଘରକୁ ଆସିଥିଲା। ବ୍ରାହ୍ମଣଟି ଦେଖିବା ପାଇଁ ଅତ୍ୟନ୍ତ ସୁସ୍ଥ ସବଳ ଏବଂ ଡଉଲ ଡାଉଲ ଥିଲା। ସେଥିରେ ସୁକନ୍ୟା ସେହି ବ୍ରାହ୍ମଣଟିଙ୍କ ଉପରେ ବହୁତ ଆକର୍ଷିତ ହୋଇଗଲା ଏବଂ ତାକୁ ବିବାହ କରିବା ପାଇଁ ଜିଦି କଲା। ସୁକନ୍ୟାର ବାପା ମଧ୍ୟ ନା ନ କହି ତା ସହିତ ସୁକନ୍ୟାର ବିବାହ କରିଦେଲେ। କିଛି ଦିନ ଗଲା, ସୁକନ୍ୟା ଯେଉଁ ଘମଣ୍ଡି ଥିଲା ସେହି ଭାବରେ ପ୍ରଥମେ ତ ସେ ତା'ର ସ୍ୱାମୀର କଥା ଶୁଣୁଥାଏ, କିନ୍ତୁ କିଛି ଦିନ ଗଲା ପରେ ସେ ତା'ର ସ୍ୱାମୀକୁ ତା'ର ନାଁ ଧରି ଡାକିଲା। ତା'ର ସ୍ୱାମୀକୁ ସମ୍ମାନ ଦେବା ପରିବର୍ତ୍ତେ ତାକୁ ଇଜ୍ଜତ ଦେଲା ନାହିଁ, ବରଂ ସ୍ୱାମୀଙ୍କ ଗୋଡ଼ ଚିପିବା ପରିବର୍ତ୍ତେ ସ୍ୱାମୀଠାରୁ ନିଜର ଗୋଡ଼ ଚିପାଇଲା। ସ୍ୱାମୀକୁ ନାଁ ଧରି ଡାକିଲା। ସ୍ୱାମୀକୁ ପ୍ରତ୍ୟେକ କଥାରେ ତାଙ୍କ ସହିତ କୋଳାହଳ କରିବାକୁ ଲାଗିଲା। ତାଙ୍କୁ ପ୍ରତ୍ୟେକ କଥାରେ ତାଙ୍କର ସମ୍ମାନ ତଳକୁ ପକାଇବା ଲାଗିଲା। ଏହିପରି ଭାବରେ ସେ ତାଙ୍କ ସ୍ୱାମୀକୁ ବହୁତ ଅଣଦେଖା କଲା। ସେଥିରେ ସୁକନ୍ୟାର ସ୍ୱାମୀ ତାଙ୍କୁ ବହୁତ କହିଲେ ଯେ ତୁମେ ଏମିତି ପାଇଁ କ'ଣ କରୁଛ? ତୁମେ ନିଜର ପରିବର୍ତ୍ତନ କର, ନିଜର ଗୁଣରେ କିଛି ପରିବର୍ତ୍ତନ ଆଣ। ସେଥିରେ ସୁକନ୍ୟା ତାଙ୍କୁ ପ୍ରତ୍ୟୁତ୍ତର ଦେଇ କହିଲା, ମୋର କିଛି ଦରକାର ନାହିଁ, ମୋ ବାପାଙ୍କର ବହୁତ ପଇସା ଅଛି, ତୁମେ ଗୋଟେ ଭିକାରୀ। ଏଭଳି ତ କହି ତାଙ୍କୁ ବହୁତ ବଦନାମ କଲା। ସେଥିରେ ବହୁତ ବଦନାମ ହେଲା ପରେ, ନିଜର ବହୁତ ଅସମ୍ମାନ ହେଲା ପରେ ତା'ର ସ୍ୱାମୀ ଦିନକର ଘଟଣା ସେ ମନେ ମନେ ସ୍ଥିର କଲା ଯେ ସେଠାରୁ ସେ ପଳାଇଯିବ ଏବଂ ଯାଇ ସନ୍ନ୍ୟାସ ବ୍ରତ ଧାରଣ କରିବ, ଯୋଗ କରିବ। ସେଥିରେ ତା'ର ସ୍ୱାମୀ ଦିନେ କାହାରିକୁ ନ କହି ତାଙ୍କ ଘର ଛାଡ଼ି ପଳାଇଗଲା ଏବଂ ଯାଇ ଗୋଟାଏ ବ୍ରଣରେ ଭଗବାନଙ୍କୁ ଉପାସନା କରିବାକୁ ଲାଗିଲା। ଏପଟେ ସୁକନ୍ୟା ତାଙ୍କର ସ୍ୱାମୀ ଗଲା ପରେ ଆଦୌ ଚିନ୍ତିତ ହେଲା ନାହିଁ, ବରଂ ସେ ଆହୁରି ଖୁସିରେ ରହିଲା। ଯାଇଛି, ଭଲ ହେଇଛି। ସୁକନ୍ୟାର ମା ସୁକନ୍ୟାକୁ କହିଲେ ଯେ କନ୍ୟା, ତୁମେ ଯାଇଟି ଦେଖ ତୁମ ସ୍ୱାମୀ କୁଆଡ଼େ ଗଲେ ରାଗି ଯାଇଛନ୍ତି, ତାକୁ ଟିକେ ମନାଅ। କିନ୍ତୁ ସୁକନ୍ୟା ତା'ର ମାଆକୁ ଉତ୍ତର ଦେଇ କହୁଛି, ମୁଁ ଦେଖିବା ପାଇଁ ବହୁତ ସୁନ୍ଦର, ଏବେ ବି ଚାହିଁଲେ ମୋ ପଛରେ ବହୁତ ଲୋକମାନେ ଆସିବେ ମୋତେ ବିବାହ କରିବା ପାଇଁ। ମୁଁ ସେ ମୂର୍ଖଟା ପାଖକୁ କ'ଣ ପାଇଁ ଯିବି? ସେ ଯାଇଛି, ଯାଇଥାଉ। ଏମିତି ଭାବରେ କିଛି ଦିନ ବିତିଗଲା। ସୁକନ୍ୟା ଯେହେତୁ ତା ପାଖରେ ଧନ ବହୁତ ଅଛି, ତା ବାପା ରାଜ ପାଖରେ କାମ କରନ୍ତି, ସେଥିପାଇଁ ସେ କାହାରିକୁ ଖାତିର କରୁନଥିଲା। ଦିନକର ଘଟଣା, ଯେତେବେଳେ ସୁକନ୍ୟାର ବାପା ରାଜ ଦରବାରରେ କାମ କରୁଥିଲେ, କିଛି ଚୋରି କରୁଥିଲେ। ଚୋରି କରିବାର ସେଠାରେ ରାଜାର ସୈନିକମାନେ ତାକୁ ଦେଖିନେଲେ ଏବଂ ରାଜାଙ୍କ ପାଖକୁ ଆଣିଲେ। ରାଜା ସେହି ପୁରୋହିତକୁ କାରାଗାରରେ ବନ୍ଦୀ କରିଦେଲେ। ତାପରେ ଯେତେବେଳେ କାରାଗାରରେ ସୁକନ୍ୟାର ବାପା ବନ୍ଦୀ ହୋଇ ରହିଲେ, ୟା ଘରକୁ ପଇସା ଆସିଲା ନାହିଁ। ଯେତେକ ଧନ ଥିଲା ସମସ୍ତ ଧନ ସରିବାକୁ ଲାଗିଲା। ଧନ ସରିଗଲା ପରେ ସୁକନ୍ୟା ଏବଂ ତା ମା 2 ଜଣ ଯାଇ ଅନ୍ୟ ପାଖରେ କାମ କରିବାକୁ ଲାଗିଲେ। ସେତେବେଳେ ସୁକନ୍ୟାଙ୍କୁ ଜଣାପଡ଼ିଲା, ତା'ର ସ୍ୱାମୀର କଥା ମନେ ପଡ଼ିଲା, ତାକୁ ଗୋଟାଏ ପୁରୁଷର ଅଭାବ ଜଣାପଡ଼ିଲା। ସେ ମନରେ ଝୁରି ହେଲା ଏବଂ ବହୁତ କଷ୍ଟରେ ଜୀବନଯାପନ କଲା। ଏମିତିକି ସୁକନ୍ୟା ପାଖରେ ଯେତେକ ଧନ ଥିଲା ସବୁ ସରିଗଲା। ତା'ର ଘର ବାଡ଼ି ସମ୍ପତ୍ତି ସବୁକିଛି ସେମାନେ ବିକ୍ରି କରିଦେଲେ। ତାପରେ ସେମାନେ ଯାଇ ଗୋଟାଏ ବଣରେ ଗୋଟାଏ କୁଡ଼ିଆ କରି ରହିବାକୁ ଲାଗିଲେ। ସୁକନ୍ୟା ଆଉ ତା'ର ମା 2 ଜଣ ଅନ୍ୟ ପାଖରେ କାମ କରି ଜୀବିକା ଉପାର୍ଜନ କରିବାକୁ ଲାଗିଲେ। ଯେହେତୁ ତାଙ୍କ ପାଖରେ କୌଣସି ପୁରୁଷ ନଥିଲା, ସେଥିପାଇଁ ତାଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ମଧ୍ୟ କେହି ନଥିଲା। ଦିନକର ଘଟଣା, ସେମାନେ ସେହି ଜଙ୍ଗଲରେ ଥିଲେ। ସେହି ସମୟରେ ହଠାତ୍ ଗୋଟାଏ ବାଘ ଆସି ସେମାନଙ୍କ ଉପରକୁ ଆକ୍ରମଣ କରିଦେଲା ଏବଂ 2 ଜଣଙ୍କର ପ୍ରାଣ ସେଠାରେ ଚାଲିଗଲା।
ଏଠାରେ ମହାଦେବ କହୁଛନ୍ତି ହେ ଦେବୀ, ଏହା ଥିଲା ସୁକନ୍ୟାର ଜୀବନ। ତ ସେ ତା'ର ସ୍ୱାମୀକୁ ଏଇଭଳି ସମ୍ମାନ ଦେଉନଥିଲା, ନିଜର ସ୍ୱାମୀକୁ ନାଁ ଧରି ଡାକୁଥିଲା, ନିଜର ସ୍ୱାମୀକୁ ସମ୍ମାନ କେହିବେଳେ କରୁନଥିଲା, ତାକୁ ସବୁବେଳେ ବଦନାମ କରୁଥିଲା। ସେଥିପାଇଁ ବହୁତ ପାପର ଭାଗୀ ହେଲା। ଯେତେବେଳେ ସୁକନ୍ୟା ମରିଗଲା ସେତେବେଳେ ଯମଲୋକରେ ତା'ର ପାପ ଏବଂ ପୁଣ୍ୟର ଭାଗମାପ ହେଲା। ସେଥିରୁ ଜଣାପଡ଼ିଲା ଯେ ସୁକନ୍ୟା ତା ଜୀବନରେ ବହୁତ ପାପ କରିଛି। ସେଥିପାଇଁ ତାକୁ ନର୍କକୁ ପଠାଗଲା। ନର୍କକୁ ପଠାଇଲା ପରେ ଯେତେବେଳେ ତା'ର ପାପର ସରିଲା, ତା'ର ପାପର ପ୍ରାୟଶ୍ଚିତ କରିବା ପାଇଁ ତାକୁ ପୁଣି ମର୍ତ୍ତ୍ୟ ଲୋକକୁ ମଣିଷ ରୂପରେ ଜନ୍ମ ନେବାକୁ ପଡ଼ିଲା ଏବଂ ତା'ର ସେହି ପାପର ପ୍ରାୟଶ୍ଚିତ କରିବା ପାଇଁ ସେ ଏ ଜୀବନରେ ତା'ର ସମ୍ପୂର୍ଣ୍ଣ ଜୀବନ ବିଧବା ହେଇ ବିତେବାକୁ ଲାଗୁଛି। ତ ଏ ଥିଲା ସମ୍ପୂର୍ଣ୍ଣ କାହାଣୀ। ଭିଡ଼ିଓଟି ଯଦି ଭଲ ଲାଗିଥିବ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚିତ କରିବେ। ଆଉ ଗୋଟେ କଥା, ହଁ, ଏଇଟା କେବଳ କାହାଣୀ ମାତ୍ର, ଏହା ସତ୍ୟ ଘଟଣା ନୁହେଁ। ଏହାକୁ ମନକୁ ନେବେ ନାହିଁ। ଏହା କେବଳ ଆପଣମାନଙ୍କର ମନୋରଞ୍ଜନ ପାଇଁ, ଏହା କେବଳ କାହାଣୀ ମାଧ୍ୟମ। ଆଉ କମେଣ୍ଟ ସେକ୍ସନରେ ଆପଣମାନଙ୍କୁ ଗୋଟିଏ ନିବେଦନ ରହିଲା, ଲେଖିଦିଅନ୍ତୁ ହର ହର ମହାଦେବ, ଜୟ ଶିବ ଶମ୍ଭୁ। ଶ୍ରାବଣ ମାସ ଚାଲିଛି।